ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆଜି ସକାଳେ ଶୁଭ ସକାଳେ ଓ ପ୍ରଭୁ ଆମକୁ ଉତ୍ତମ ସ୍ୱାସ୍ଥ୍ୟ ଦେଇ ଉତ୍ତମ ଦିବସ ଦେଇ ବିପଦରୁ ମୁକ୍ତ କରି ଏହି ଦିନ ପର୍ଯ୍ୟନ୍ତ ଆମକୁ ପହଞ୍ଚାଇଛନ୍ତି, ସେଥି ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରେଜ୍ ଦ ଲର୍ଡ। ଆଜି ଆମେ ଛୋଟିଆ ବିଷୟ ଗୋଟିଏ ଆଲୋଚନା କରିବା, ଯେଉଁ ବିଷୟ କି ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ସେ ବିଷୟଟି ଅତି ଛୋଟିଆ ଅଟେ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେ କିଛି ଦିନ ପୂର୍ବରୁ ଏପ୍ରିଲ 20 ତାରିଖରେ ଆମେ ପୁନରୁତ୍ଥାନ ଦିବସ, ଯାହାକୁ ଆମେ ଇଂଲିଶରେ ଇଷ୍ଟର ବୋଲି ଆମେ ଜାଣୁ, ଯାହାକି ସାରା ବିଶ୍ୱରେ ସମଗ୍ର ପୃଥିବୀରେ ଖ୍ରୀଷ୍ଟିଆନ ଲୋକମାନେ ପାଳନ କରନ୍ତି। ସେହି ବିଷୟଟି ଆମେ ଆଲୋଚନା କରିବାକୁ ଯିବା। ଆମେ ଯେତେବେଳେ ଏ ପର୍ବକୁ ପାଳନ କରୁ, ଆମେ ଯେତେବେଳେ ପୁନରୁତ୍ଥାନ ପାଳନ କରୁ, କାହାର ପୁନରୁତ୍ଥାନ? ଆମେ ଯୀଶୁଙ୍କର ପୁନରୁତ୍ଥାନକୁ ପାଳନ କରିଥାଉ। ଯୀଶୁ କ'ଣ ଯେତେବେଳେ ସେ ଆସିଥିଲେ ଜଗତକୁ, ମୁଁ ଯେତେବେଳେ ଆସିବି ଆଉ 3 ବର୍ଷ ମୋର ସେବା କାର୍ଯ୍ୟ କରିବି, 3 ବର୍ଷ ପରେ ମୁଁ ମୃତ୍ୟୁବରଣ କରିବି, ପୁନରୁତ୍ଥିତ ହେବି, ସେହି ଦିବସକୁ ସେ ପର୍ବ ରୂପେ ପାଳନ କର। ଆଉ ସେହି ଦିବସକୁ ବହୁତ ଆଡ଼ମ୍ବରରେ ଆଉ ଡିଜେ ଲଗେଇ ନାଚ ଗୀତ କରି ପାଳନ କର ବୋଲି ସେ ଆମକୁ କହିଥିଲେ କି ନା? ଶାସ୍ତ୍ର ଆମକୁ କ'ଣ କୁହେ? ଯୀଶୁ କେବଳ ଗୋଟିଏ ବିଷୟ କୁହନ୍ତି, ମନ ପରିବର୍ତ୍ତନ କର, ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ, ଯାହାକି ମାଥି ଲିଖିତ ସୁସମାଚାରରେ ଲେଖାଯାଏ। ଦେଖନ୍ତୁ, ଆମେମାନେ ଯେଉଁ ପୁନରୁତ୍ଥାନ ପାଳନ କରୁଛୁ, ଆମେ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନକୁ ପାଳନ କରୁଛୁ, ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥିତକୁ ପାଳନ କରୁଛୁ। କିନ୍ତୁ ଆମେ ଯେ ଜାଣି ରଖିବା ଦରକାର, ଆମର ପୁନରୁତ୍ଥାନ, ଆମେ ନିଜର ପୁନରୁତ୍ଥାନ କେବେ ପାଳନ କରିବା? ନିଜର ତ ଆମେ ମୃତ ପ୍ରାୟ ଅଛୁ, ତାହେଲେ ଆମେ ଯୀଶୁଙ୍କର ପୁନରୁତ୍ଥାନ ପାଳନ କରିକି କି ଲାଭ? ଯୀଶୁ ତ, ମୁଁ ତ ପୁନରୁତ୍ଥିତ ହେଲି, ତୁମେ ମଧ୍ୟ ମୋ ପରି ପୁନରୁତ୍ଥିତ ହେବା ଦରକାର। ୟାର ଅର୍ଥ ନୁହେଁ କି ଆମେ ମୃତ ହେବା ସମୟରେ ସମାଧିରୁ ଉଠି ଆସିବା। ୟାର ଅର୍ଥ, ଆମେ ଯେଉଁ ଯୀଶୁ କୁହନ୍ତି ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟ 3 ପଦରେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ୟାର ଅର୍ଥ କ'ଣ? ଆମେ ଯେ ଯୀଶୁଙ୍କର ପୁନରୁତ୍ଥାନ ପାଳନ କରୁଛୁ, ଆମେ ମୃତ ପ୍ରାୟ। କ'ଣ? ବଞ୍ଚିବାରେ, କହିବାରେ, ଭାବିବାରେ, ତାପରେ ଆଚରଣରେ ବିଭିନ୍ନ ପ୍ରକାର ଏଗୁଡ଼ାକ ଆମକୁ ମୃତ ପ୍ରାୟ ରଖିଥାଏ, ଯାହାକି ଲେଖାଯାଏ ଯାକୁବ 3:26 ପଦରେ ଲେଖାଯାଏ, କାରଣ ଆତ୍ମା ବିନା ଯେ ଶରୀର ଯେପରି ମୃତ, କାର୍ଯ୍ୟ ବିନା ବିଶ୍ୱାସ ସେହିପରି ମୃତ। ଆମେ ବର୍ତ୍ତମାନ, ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ବର୍ତ୍ତମାନ ମୃତ ଅବସ୍ଥା। ଆମେ 80 ବର୍ଷ କି 100 ବର୍ଷ କି ଡିଜେ ଲଗେଇ କି ଚିକେନ ଭାତ କରି କି ମଟନ ବିରିୟାନୀ କରି ପୁନରୁତ୍ଥାନ ପାଳନ କଲେ କିଛି ଲାଭ ନାହିଁ। ଆମେ ଖୁସି ହେଉଛୁ, ଆମ ନିଜର ମନକୁ ସନ୍ତୋଷ କରିବା ପାଇଁ ଆମେ ଡିଜେ ଲଗେଇକି ମଟନ ଭାତ କରି ମଟନ ବିରିୟାନୀ କରିକି ଆମେ ପୁନରୁତ୍ଥାନକୁ ପାଳନ କରୁଛୁ। କିନ୍ତୁ ପ୍ରଭୁଙ୍କୁ କେବେ ସନ୍ତୋଷ କରିବା? ପ୍ରଭୁଙ୍କ ଇଚ୍ଛାକୁ କେବେ ସାଧନ କରିବା? ଆମେ ଯେଉଁ ଲେଖାଯାଏ ଲୋକଲିଖିତ ସୁସମାଚାର 8:21ରେ ଲେଖାଯାଏ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ମାନନ୍ତି, ସେପରି ବଞ୍ଚନ୍ତି, ସେପରି ଚାଲନ୍ତି, ସେମାନେ ହିଁ ମୋର ପିତା, ସେମାନେ ହିଁ ମୋର ମା, ଭାଇ ଓ ଭଉଣୀମାନେ ବୋଲି ପ୍ରଭୁ କୁହନ୍ତି। ମୋର ପ୍ରିୟ ଭାଇ ଓ ଭଉଣୀମାନେ, ପୁଣି ଲେଖାଯାଏ 2 ଥେସଲୋନିକୀୟ 1:8ରେ ଲେଖାଯାଏ, ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଆମମାନଙ୍କୁ ପ୍ରଭୁ ଯୀଶୁଙ୍କୁ ସୁସମାଚାର ମାନନ୍ତି ନାହିଁ। ଆମେ ଯୀଶୁଙ୍କୁ ଜାଣିଛୁ ବୋଲିକି ପୁନରୁତ୍ଥାନ ପାଳନ କରୁଛୁ, ଯୀଶୁଙ୍କୁ ଜାଣିଛୁ ବୋଲି ତାଙ୍କର ଜନ୍ମ ଦିବସକୁ ପାଳନ କରୁଛୁ। କିନ୍ତୁ ଆମେ ଯେ ନିଜେ ମୃତ, ଆମର କାର୍ଯ୍ୟ ମୃତ, ଜଣକୁ ସାହାଯ୍ୟ କରିପାରୁନୁ, ଜଣକୁ ହିଂସା କରୁଛୁ। ଜଣେ ଯଦି ଆମ ଆଖି ଆଗରେ ଜଣେ କାର୍ଟେ କିଣିଲା କି ବାଇକ୍ଟେ କିଣିଲା କି ଘରଟେ ବନାଇଲା, ଆମେ କାହିଁକି ଜଳୁଛୁ? ଏହାର ଅର୍ଥ କ'ଣ? ମୁଁ ତାହାର ସେଇ ବିଷୟକୁ ସହ୍ୟ କରିପାରିବା ନାହିଁ, ପାରୁନୁ, ତେଣୁକରି ଆମେ ଜଳୁଛୁ, ଆମେ ଅଧିକ ଉତ୍ତପ୍ତ ହୋଇ କ୍ରୋଧିତ ହେଉଛୁ କିମ୍ବା ହିଂସା ହେଉଛୁ। ଏଇ ବିଷୟ ଗୁଡ଼ାକ ରଖିବା ଦରକାର ନାହିଁ, ଆବଶ୍ୟକ ନାହିଁ। ଏଇଗୁଡ଼ାକ ବିଷୟ ପ୍ରଭୁ ଇଚ୍ଛା କରନ୍ତି ନାହିଁ। ଏଇଗୁଡ଼ାକ ବିଷୟକୁ ତ୍ୟାଗ କରି ସେଇଗୁଡ଼ାକରୁ ମୃତ ହୋଇ ଆମେ ପୁନର୍ଜୀବିତ ହେବା। କାରଣ ଯେତେବେଳେ ଆମେ ବାପ୍ତିସ୍ମ ନେଉ, ସେ ବାପ୍ତିସ୍ମରେ ଯେତେବେଳେ ଆମେ ଜଳରେ ବାପ୍ତିସ୍ମ ନେଇଥାଉ, ଜଳରୁ ବାପ୍ତିସ୍ମ ବୁଡ଼ିକି ଉଠିଥାଉ, ସେତେବେଳେ ଆମ ସମସ୍ତ ବିଷୟ ଜଳରେ ଧୌତ ହୋଇଥାଏ। ତେବେ ଆମେ ଯଦି ବାପ୍ତିସ୍ମ ନେଇଛୁ, ତାହେଲେ ଏ ବିଷୟ ଗୁଡ଼ାକ ରହିଛି ଆମ ପାଖରେ, ତାହେଲେ ଆମେ ତ ମୃତ ପ୍ରାୟ। କେତେ ବିଶ୍ୱାସ କଲେ, କେତେ ବର୍ଷର ବିଶ୍ୱାସ ହେଲେ କି ଲାଭ? ଆମେ ତ ତାହେଲେ ମୃତ ପ୍ରାୟ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରେ, ଆପଣମାନେ ଦୟା କରିକି ଏ ପୁନରୁତ୍ଥାନକୁ ଆଡ଼ମ୍ବର ସହିତ ପାଳନ କରନ୍ତୁ। କରିବା ପାଇଁ ମନା ନାହିଁ, କିନ୍ତୁ ଆପଣଙ୍କ ଜୀବନକୁ ବି ଆଡ଼ମ୍ବର କରନ୍ତୁ। ଆପଣଙ୍କ ଆତ୍ମାକୁ ଶୁଦ୍ଧ କରି ପ୍ରଭୁଙ୍କ ପାଖରେ, ପ୍ରଭୁଙ୍କ ଆଜ୍ଞାକୁ ମାନିବା ପାଇଁ ବି ଆଡ଼ମ୍ବର ସହିତ ମାନନ୍ତୁ। ତାହେଲେ ଆମେ ପୁନରୁତ୍ଥାନ ପାଳନ କରିବାଟା, ଆମେ ପୁନରୁତ୍ଥାନ ପାଇବାଟା, ଯୀଶୁଙ୍କର ପୁନରୁତ୍ଥାନ ପାଳନ କରି ଆମେ ନିଜର ପୁନରୁତ୍ଥାନ ପାଳନ କରୁଛୁ କହିକି ପୁନରୁତ୍ଥାନ ପାଳିବାର ମୂଲ୍ୟ ଆମ ପାଖରେ ରହିବ। ପ୍ରେଜ୍ ଦ ଲର୍ଡ।